ଜୟ ଜଗନ୍ନାଥ। ଆଜିର ଗପ। ଥରେ ଜଣେ ବୈଜ୍ଞାନିକ ଏକ ପରୀକ୍ଷା କରିବା ପାଇଁ ଗୋଟିଏ ଘରେ କିଛି ମାଙ୍କଡ ଭର୍ତ୍ତି କଲେ ଏବଂ ଉଚ୍ଚ ଥାକ ଦେଖିକି ଉଚ୍ଚା ଥାକରେ କିଛି କଦଳୀ ରଖିଦେଲେ। ମାଙ୍କଡ ଗୁଡିକ ଯେତେବେଳେ ଚେଷ୍ଟା କରୁଛନ୍ତି ଥାକ ଉପରେ ଚଢିକି କଦଳୀ ଖାଇବାକୁ, ସେତେବେଳେ ଉପର ପଟୁ ବୈଜ୍ଞାନିକ ଜଣକ ଥଣ୍ଡା ପାଣି ପକେଇଲେ। ଯେତେବେଳେ ମାଙ୍କଡ ଚଢୁଛି ଖାଇବା ପାଇଁ ଥଣ୍ଡା ପାଣି ପକାଉଛନ୍ତି, ତେବେ ମାଙ୍କଡ ବୁଝି ଯାଉଛି ଯଦି ଆମେ ଉପରକୁ ଚଢିବା କଦଳୀ ଖାଇବା ପାଇଁ ଆମ ଉପରେ ଥଣ୍ଡା ପାଣି ପଡିବ। ଏମିତି କିଛି ଦିନ ହେଲା ପରେ ସବୁ ମାଙ୍କଡ ଗୁଡିକ ଜାଣିଗଲେ କଥାଟା କଣ। କିଛି ଦିନ ପରେ ବୈଜ୍ଞାନିକ ଜଣକ ସେଥିମଧ୍ୟରୁ ଗୋଟିଏ ମାଙ୍କଡକୁ ବାହାରକୁ କାଢି ଆଣିଲେ ଏବଂ ନୂଆ ମାଙ୍କଡ ଗୋଟିଏ ଭର୍ତ୍ତି କଲେ। ପୁରୁଣା ମାଙ୍କଡ ଜାଣିଛନ୍ତି କଥାଟା କଣ। ଯେତେବେଳେ ନୂଆ ମାଙ୍କଡ ଉପରକୁ ଚଢିକି କଦଳୀ ଖାଇବାକୁ ଚେଷ୍ଟା କରିଛି, ଅନ୍ୟ ମାଙ୍କଡ ମାନେ ତାକୁ ତଳକୁ ଆଣି ପକାନ୍ତି, ମାରନ୍ତି, କଦଳୀ ଖାଇବାକୁ ଦିଅନ୍ତି ନାହିଁ, କିନ୍ତୁ କୁହନ୍ତିନି ଯେ କାହିଁକି ମାରୁଛନ୍ତି ବୋଲି। ଏମିତି ହୁଏ। ପୁଣି କିଛି ଦିନ ପରେ ଆଉ ଗୋଟେ ପୁରୁଣା ମାଙ୍କଡକୁ କାଢି ଦିଆଯାଏ, ନୂଆ ମାଙ୍କଡକୁ ଆଡ କରାଯାଏ। ସେଇ ନୂଆ ମାଙ୍କଡ ପୁଣି କଦଳୀ ଖାଇବାକୁ ଚେଷ୍ଟା କରେ। ଅନ୍ୟ ପୁରୁଣା ମାଙ୍କଡ ଗୁଡିକ ସେଇ ମାଙ୍କଡକୁ ତଳେ ଟାଣିକି ପକାନ୍ତି ଏବଂ ମାରନ୍ତି। ଏମିତି କରି ଧୀରେ ଧୀରେ ବୈଜ୍ଞାନିକ ଜଣକ ସବୁ ପୁରୁଣା ମାଙ୍କଡକୁ କାଢି ବାହାର କରିଦେଇଛନ୍ତି ଏବଂ ଧୀରେ ଧୀରେ ସବୁ ଯାକ ନୂଆ ମାଙ୍କଡ ହୋଇଯାଇଛନ୍ତି। ଯେତେବେଳେ ମାଙ୍କଡ ନୂଆ ମାଙ୍କଡଟି ଚଢୁଛି, ପୂର୍ବ ମାଙ୍କଡ ଗୁଡିକ ବାଡଉଛନ୍ତି, ତଳକୁ ପକେଇକି ମାଙ୍କଡକୁ କଦଳୀ ଖାଇବାକୁ ଦଉନାହାନ୍ତି। ସେଠି ସବୁ ତ ପୁରୁଣା ମାଙ୍କଡ ପଳେଇ ଯାଇଛନ୍ତି, ଯୋଉ ନୂଆ ମାଙ୍କଡ ଗୁଡିକ ବାଡଉଛନ୍ତି ସେମାନେ ଜାଣିନାହାନ୍ତି ପ୍ରକୃତରେ କାରଣ କଣ, କାହିଁକି ମାଙ୍କଡକୁ ବାଡା ଯାଉଥିଲା। ସମସ୍ତେ ଯେହେତୁ ପୂର୍ବ ମାଙ୍କଡ ବାଡୁଥିଲେ, ଏ ମାଙ୍କଡ ବି ବାଡୁଛନ୍ତି, ପ୍ରକୃତ କାରଣ କଣ ସେମାନେ ଜାଣିନାହାନ୍ତି। ଆମର ଏଠି କହିବାର ଅର୍ଥ, ଆମ ଦୁନିଆରେ ଏମିତି କିଛି ଘଟଣା ଘଟୁଛି, ତାର ପ୍ରକୃତ କାରଣ, ପ୍ରକୃତ ରହସ୍ୟ ଆମେ ଜାଣିନାହିଁ। କିନ୍ତୁ ଯେହେତୁ ଆମର ପୂର୍ବମାନେ, ଆମର ଗୁରୁଜନ ମାନେ, ଆମ ପୂର୍ବପୁରୁଷ ମାନେ ସେଇ କାର୍ଯ୍ୟ କରିଚାଲିଛନ୍ତି, ଆମେ ତାଙ୍କରି ପ୍ରଥାକୁ ଅବଲମ୍ବନ କରୁଛୁ। ପ୍ରକୃତ କାରଣ ଜାଣିନେ କିନ୍ତୁ ତାଙ୍କରି କଥାକୁ ଅନୁସରଣ କରି ତାଙ୍କ ପଛେ ପଛେ ଚାଲୁଛେ। ଜୟ ଜଗନ୍ନାଥ।